ଖର ଚୋର ଡକାୟତ ଅଛନ୍ତି। ହାତୀ ଦାନ୍ତ ପାଇଁ ହାତୀ ହତ୍ୟା କରୁଛନ୍ତି। କଡ଼ାକଡ଼ି ଆକ୍ସନ ନେବା ପାଇଁ ମୁଁ ଅନୁରୋଧ କରୁଛି। ତାରି ନିଶ୍ୱାସରେ ହାତୀ ମାରିବା ମହାପାପ। କେରଳରେ ବିସ୍ଫୋରଣ ହେଲା, ଏ ପାହାଡ଼ରେ ମଲେ 750 ଲୋକ ମରିଛନ୍ତି। ସପୁରୀ ଭିତରେ ଗୋଟେ ବମ୍ ପୁରେଇ ଗୋଟେ ପ୍ରେଗନେଣ୍ଟ ହାତୀର ପ୍ରେଗନେଣ୍ଟ ଥିଲା ହାତୀ, ତାକୁ ଦେଇଦେଲେ। ଏଇ ଭାଇମାନେ ଶୁଣିଥା, ହାତୀର କି ପାୱାର! ଗେଟ୍ରେ ଯୋଉଠି ଟ୍ରେନ୍ ମାନେ ଗେଟ୍ କିପର ନାହିଁ, ତେଣୁ କେମିତି ଟ୍ରେନ୍ ନ କଟିବେ, କେମିତି ହାତୀ ଇଲେକ୍ଟ୍ରିକ୍ ତାରରେ ମରିବେନି, ତା ବ୍ୟବସ୍ଥା କର। ଦ୍ୱିତୀୟ, ଏଇ ଭାଇମାନେ ଶୁଣିଥା, ହାତୀର କି ପାୱାର! ଏଇ ଯୋଉ କେରଳରେ ହେଲା, ଭୁଷୁଡ଼ି ପଡ଼ିଲା ପାହାଡ଼, ସେ ଗାଁର ଲୋକମାନେ 3 ମାସ ତଳେ ଗୋଟେ ସପୁରୀ ଭିତରେ ଗୋଟେ ବମ୍ ପୁରେଇ ଗୋଟେ ପ୍ରେଗନେଣ୍ଟ ହାତୀର ପ୍ରେଗନେଣ୍ଟ ଥିଲା ହାତୀ, ତାକୁ ଦେଇଦେଲେ। 15 ମିନିଟ୍ ପରେ ବ୍ରଷ୍ଟ କଲା। ସେ ଛୁଆ ହାତୀ ମା ଫଗୁ ଭଳିଆ ମରିକି ପଡ଼ିଲେ। ତାରି ନିଶ୍ୱାସରେ ହାତୀ ମାରିବା ମହାପାପ। କେରଳରେ ବିସ୍ଫୋରଣ ହେଲା, ଏ ପାହାଡ଼ରେ ମଲେ 750 ଲୋକ ମରିଛନ୍ତି। 3000 ଲୋକ ଇଞ୍ଜୋର୍ଡ ହେଇଛନ୍ତି। ହାତୀ ଏତେ ମୂଲ୍ୟବାନ ଜୀବ, ତା ପ୍ରତି ଅନ୍ୟାୟ ହେବା ମୋହନ ବାବୁ ଠିକ ନୁହଁ। ତେଣୁ ହାତୀ କେମିତି ମରିବେନି ଇଲେକ୍ଟ୍ରିକ୍ କରେଣ୍ଟରେ, ହାତୀ କେମିତି ଟ୍ରେନ୍ରେ କଟିବେନି, ହାତୀ କେମିତି ଆକ୍ସିଡେଣ୍ଟରେ ମରିବେନି, ଆଉ କେତେକ ଖର ଚୋର ଡକାୟତ ଅଛନ୍ତି। ହାତୀ ଦାନ୍ତ ପାଇଁ ହାତୀ ହତ୍ୟା କରୁଛନ୍ତି। କଡ଼ାକଡ଼ି ଆକ୍ସନ ନେବା ପାଇଁ ମୁଁ ଅନୁରୋଧ କରୁଛି।